নমস্কারম প্রিয় শ্রোতা বন্ধু। ଆମେ ଆଜି ଶୁକ୍ରବାର 29 ତାରିଖ, 12 ରାଶି 27 ନକ୍ଷତ୍ର ଆଙ୍କ ବିଷୟରେ ଆଲୋଚନା କରିବା। ଆପଣ ଅବଗତ ଅଛନ୍ତି ଯେ ଜୁନ୍ ମାସ ଆସିଯାଉଛି। ଜୁନ୍ 1 ତାରିଖ ବୃହସ୍ପତି ମିଥୁନରୁ କର୍କଟକୁ ଆସିବେ। ଏ ବିଷୟରେ ମୁଁ ଆପଣଙ୍କ ସହ ଦୁଃଖ ସୁଖ ହେଇଛି। ଦେଖିବା ପୁଣି ସେଇଦିନ ମାନେ 2 ତାରିଖ ଦିନ, 1ରେ ଆଉ କହିବିନି, 2ରେ କେଉଁ କେଉଁ ନକ୍ଷତ୍ରର ଅଶୁଭ ହେବ, କେଉଁ କେଉଁ ନକ୍ଷତ୍ରର ଶୁଭ ହେବ, ଆଉ ଟିକେ ମନେ ପକାଇଦେବି। ଆଜି ଆମେ ଜାଣିବା 29 ତାରିଖ ଶୁକ୍ରବାର, ରାହୁ କାଳ 10ଟା 6ରୁ 11ଟା 45। ସୂର୍ଯ୍ୟ ଉଦୟ ହେବେ ଶୁକ୍ରବାର 5ଟା 8 ପରେ। ସୂର୍ଯ୍ୟ ଅସ୍ତ ଯିବେ 6ଟା 19 ପରେ। ମେଷ ରାଶି ପାଇଁ ଆଲୋଚନା କରିବା। ମେଷର ଆଜି ଧନ ଯୋଗ ଅଛି। 29 ତାରିଖ ଶୁକ୍ରବାର ମେଷ ରାଶି ଅଶ୍ୱିନ ନକ୍ଷତ୍ରର ଦିନ 10ଟା 38 ଯାଏ ଶୁଭ। ଆଜି ଏମାନେ କୁବେର ସମାନ ଧନ ଲାଭ କରିବେ। ଆପଣମାନଙ୍କର ଆଜି କୁବେର ଯୋଗ ଅଛି। ଜୀବନ ସାଥୀ ବା ବିପରୀତ ଲିଙ୍ଗର ପୂର୍ଣ୍ଣ ସହଯୋଗ ପାଇ ଅଗ୍ରସର ହେବେ। ଯେଉଁମାନେ ବିବାହିତ ବା ବିବାହିତା ତାଙ୍କୁ ତାଙ୍କ ଜୀବନସାଥୀ ସହଯୋଗ କରିବେ। ଯେଉଁମାନେ ଏଭଳି କ୍ଷେତ୍ରରେ ନାହାନ୍ତି, ସେଠି ଭାଇ ଭଉଣୀକୁ, ଭଉଣୀ ଭାଇକୁ ବା ବାହାର ସାଙ୍ଗସାଥୀ ବିପରୀତ ଲିଙ୍ଗ ସହଯୋଗ କରିବେ। ବିଶ୍ୱସ୍ତ ଲୋକ ବିପରୀତ ଲିଙ୍ଗଙ୍କର ପୂର୍ଣ୍ଣ ସହଯୋଗ ପାଇ ଅଧିକ ଆର୍ଥିକ ଅଗ୍ରସର ହେବେ। ଯଦି ଉଦ୍ୟୋଗୀ ବା ଉଦ୍ୟୋଗ କରିବେ, ତେବେ ବିପୁଳ ଲକ୍ଷ୍ମୀ ପ୍ରାପ୍ତ ହେବେ। ଶାରୀରିକ ସମସ୍ୟା ନାହିଁ। ନୂତନ କର୍ମସଂସ୍ଥାନର ସନ୍ଧାନ ମିଳିଯାଇପାରେ। ମାନେ ଯେଉଁମାନେ ଇଣ୍ଟରଭ୍ୟୁ ଦେଇଛନ୍ତି ସେମାନେ ମଧ୍ୟ ଆଜି କିଛି ଆପଏଣ୍ଟମେଣ୍ଟ ଅର୍ଡ଼ର ପାଇବେ ବା ଚାକିରି ପାଇପାରନ୍ତି। କୌଣସି ସମସ୍ୟା ଆଜି ଘଟିବନି, ଜଟିଳ ପରି ସୃଷ୍ଟି କରିବନି। ଦେହ ମନ ଠିକ୍ଠାକ୍ ରହିବ, ସବୁ ଦିଗରୁ ଭଲ। ଦେଶ ପାଇଁ ଆଜି ବଢ଼ିଆ ଦିନ। ବୃଷ କଥା, ବୃଷ ରାଶି 29 ତାରିଖ ଶୁକ୍ରବାର ବୃଷ ରାଶି କୃତ୍ତିକା ନକ୍ଷତ୍ରର ଦିନ 10ଟା 38 ପରେ ଶୁଭ। 38 ଯାଏ ଶୁଭ। ବହୁ ଦିନର ଆଶା ଆକାଂକ୍ଷା ଆଜି ପୂରଣ ହେବ। ବିଧି କିଛି ଦେବେ ଆଜି। ହଁ, ଆଶା କରିନଥିବେ ପାଇବେ। ବିଧି କିଛି ଦେବେ। ଅକସ୍ମାତ୍ ସୁଖ ବା ଧନ ବା ଉଭୟ ଲାଭ ହେବ। ମଧୁର ସମ୍ପର୍କରୁ ବନ୍ଧୁ ଲାଭ ହେବ। ଋଣମୁକ୍ତ ହେବେ। ସମ୍ମାନ ଲାଭ ହେବ। ଔଷଧ କାମ ଦେବ। ଏଣୁ ଉତ୍ତମ ସ୍ୱାସ୍ଥ୍ୟ ଲାଭ ହେବ। ରୁଚିକର ଖାଦ୍ୟ ମିଳିବ। ବଂଶରକ୍ଷକ ପୁତ୍ର ଲାଭ ହେବ। ଆୟକାରୀ ବିଦ୍ୟା ଲାଭ ହେବ ଓ ନାନା ପ୍ରକାର ପାରିବାରିକ, ସାମାଜିକ, କୌଳିକ, ମୌଳିକ, ବୌଦ୍ଧିକ ଲାଭ ହେବ। ଆଜି ଖାଲି ଲାଭ, ବିବିଧ ଲାଭ, କ୍ଷୟକ୍ଷତିର ପ୍ରଶ୍ନ ନାହିଁ। ଭଲ ଦିନ। ମିଥୁନ ରାଶି 29 ତାରିଖ ଶୁକ୍ରବାର ମିଥୁନ ରାଶି ମୃଗଶିରା ନକ୍ଷତ୍ରର ଦିନ 10ଟା 38 ଯାଏ ଶୁଭ। ଅନ୍ଧାର ପରେ ଆଲୋକ ହେବା ପରି ସୁଖପ୍ରଦ ଦିନ ଆଜି ଆସିଯାଇଛି। ସମସ୍ୟା ଭିତରେ ଘାଣ୍ଟି ଚକଟି ହେଉଥିବା ମିଥୁନ ରାଶି ଲୋକଙ୍କୁ ଆଜି ସୁଖର ଆଲୋକ ମିଳିବ। ପାରିବାରିକ ଓ ଦାମ୍ପତ୍ୟ ସୁଖ ଅବଶ୍ୟ ମିଳିବ। ଭାଇ ଭାଇ ନିଜ ଭୁଲ ବୁଝିପାରି ଅନୁତାପ କରିବେ। ବିପଦର କଳା ବାଦଲ ଆଜି ଘୁଞ୍ଚିଯିବ। ସମସ୍ୟା ମାନଙ୍କରେ ଆଉ ଆପଣ ପଡ଼ିବେନି। ସମ୍ମାନପ୍ରଦ
ସମ୍ବାଦ ଶୁଣିବେ, ସମାଜରେ ଆପଣ ଆଜି ଆଦୃତ ହେବେ। କୌଣସି ଆର୍ଥିକ, ମୌଳିକ, ବୈଷୟିକ, ବୌଦ୍ଧିକ ଓ ପାରମାର୍ଥିକ ଦୁଃଖ ନାହିଁ, ଖାଲି ସୁଖ ପାଇବା। ଆଜି ମିଥୁନ ରାଶି ଭଲ ଦିନ। କର୍କଟ ରାଶି, କର୍କଟ ରାଶି ଆଲୋଚନା କରିବା। 29 ତାରିଖ ଶୁକ୍ରବାର କର୍କଟ ରାଶିର ଲୌକିକ ପୂର୍ଣ୍ଣ ଅସୁସ୍ଥ ହେବେ। ଆଜି ସବୁ କର୍କଟ ରାଶି ଲୋକେ ଲୋକ ଗହଣରେ ଥିଲାବେଳେ, ପରିବାରର ସଦସ୍ୟମାନଙ୍କ ଭିତରେ ଥିଲାବେଳେ ହଠାତ୍ ଅସୁସ୍ଥ ହେବେ, ତାକୁ କୁହନ୍ତି ଲୌକିକ ଦୁଃଖ। ତେଣୁ କର୍କଟ ରାଶିର ଲୋକେ ଆଜି ପୂର୍ଣ୍ଣ ଅସୁସ୍ଥ ହେବେ। ଦିନଟି ବିବିଧ ଅସୁବିଧା ସୃଷ୍ଟି କରିବ। ଶୁକ୍ରବାର ହେତୁ ଭୟ ଲାଗିବା କଥା। ଯଥା ସମ୍ଭବ ଘରେ ରହିଲେ ଭଲ। ଯାନବାହନରେ ଗମନ ନିରାପଦ ନୁହେଁ। ଆୟ ଅମଳ ପ୍ରାୟ ନାହିଁ। ଅତି ସାମାନ୍ୟ ଆୟ ହେବ, ଯାହାକି ଆଖିକି ଦୁଷିବନି। ମାତୃସ୍ଥାନୀୟ ଲୋକେ ଆଜି ଅସୁସ୍ଥ ହେବେ। ତେଣୁ କର୍କଟ ରାଶିର ଶୁକ୍ରବାର ଆଦୌ ଭଲ ଦିନ ନୁହେଁ। ସିଂହ ରାଶି, 29 ତାରିଖ ଶୁକ୍ରବାର ସିଂହ ରାଶି ମଘା ନକ୍ଷତ୍ରର ଦିନ 10ଟା 38 ଯାଏ ଶୁଭ। ଆଜି ସମ୍ମାନର ସହିତ ଧନଲାଭ ହେବ। ସମସ୍ତ ପରିଜନଙ୍କ ସହ ଆଜି ଆପଣ ଆନନ୍ଦରେ ସମୟ କାଟିବେ ଆଉ ସମସ୍ତେ ଆଜି ଆପଣଙ୍କୁ ସହଯୋଗ କରିବେ। ପରୀକ୍ଷା ଫଳ ଆଜି ବାହାରିବ, ଯାହାର ସେ ଶୁଣି ଖୁସି ହେବେ। ନୂତନ ବୃତ୍ତି ବ୍ୟବସ୍ଥା ହେବ। କେବଳ ଭାଇ ସହ ମଧୁର ସମ୍ପର୍କ ରହିବନି, ଏତିକି ଅସୁବିଧା। ଭାଇ ଭଉଣୀ ରହିବନି। ସାମୟିକ କଳହ ହେବ। ଆଚ୍ଛା, କିଞ୍ଚିତ୍ ଧନହାନି ହେବ ଓ ସାମାନ୍ୟ ଟିକିଏ କଳହ ହେବ। ସେଇ ଯେଉଁ ଧନହାନି ହେବ, ଯେଉଁ କଳହ ହେବ, ତାହା ଏତେ ଦୁଃଖ ଦେବନି। କନ୍ୟା କଥା, 29 ତାରିଖ ଶୁକ୍ରବାର କନ୍ୟା ରାଶି ଉତ୍ତର ଫାଲ୍ଗୁନ ନକ୍ଷତ୍ରର ଦିନ 10ଟା 38 ଯାଏ ଶୁଭ। ନେଇ ଆଣି ଥୋଇପାରିଲେ ସବୁ ବେପାରରେ ଯେମିତି ଲାଭ ଅଛି। ଆୟ ଅମଳରେ ଯଦିଓ ବାଧା ନାହିଁ, ତଥାପି ମନ ଲାଖି ରୋଜଗାର ହେବନି। ଆଜି ଭଲ ଆୟ ହେବନି, କିନ୍ତୁ ନେଇ ଆଣି ଥୋଇପାଇଲେ ଯଦି ବୁଦ୍ଧି, ବିବେକ, ଜ୍ଞାନର ବିନିଯୋଗ କରି ଠିକ୍ ଶ୍ରମ କରିବେ, କିଛି ହେବ। ନ ହେବ ବୋଲି ନୁହଁ, କିନ୍ତୁ ସେତେ ଭଲ ରୋଜଗାର ହେବନି। ବିଭିନ୍ନ କ୍ଷେତ୍ରରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବ। କାହିଁକିନା ଆପଣଙ୍କ ମନ ଆଜି ଆପଣଙ୍କୁ ଘାଣ୍ଟିବ, ଅବୁଝା ହେବ, ସନ୍ଦେହ କରିବ ସମସ୍ତଙ୍କ ଉପରେ। ତା'ର ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହେବ। ଏ ଭଲ ଲୋକ ତ, ୟା ଚରିତ୍ର ଠିକ୍ ତ, ଇଏ କେଉଁ ଉଦ୍ଦେଶ୍ୟରେ ଆସି ମୋ ପାଖରେ ବସିଲା? ସେ ଯେଉଁ ଚା' ଦେଉଛି ସେଥିରେ ବିଷ ମିଶିନି ତ? ଏଇଭଳି ସନ୍ଦେହ ଭିତରେ ଆଜି ଦିନଟି ଯିବ। ତେଣୁ ସବୁଥିରେ ବାଧାବିଘ୍ନ ଆସିବା ସ୍ୱାଭାବିକ। ମନ ତ ଗଣ୍ଡଗୋଳିଆ, ଆଉ କ'ଣ ହେବ? ହେଲା, ତୁଳା କଥା ଆଲୋଚନା କରିବା। 29 ତାରିଖ ଶୁକ୍ରବାର ତୁଳା ରାଶି ବିଶାଖା ନକ୍ଷତ୍ରର ଦିନ 10ଟା 38 ଯାଏ ଶୁଭ। ଆପଣମାନେ ଯଦି ସତରେ ସଜ୍ଜନ, ତୁଳା କୁହାଗଲା, ଯଦି ସତରେ ସଜ୍ଜନ, ଜାଣନ୍ତୁ ଆଜି ଆପଣଙ୍କର ସବୁ ସତ୍ ଇଚ୍ଛା ପୂରଣ ହେବ। ସବୁ ସତ୍ ଇଚ୍ଛା, ଯେତେ ଶୁଭ ଚିନ୍ତା ଆଜି କରିବେ, ଜନତାଙ୍କ ପାଇଁ, ପରିବାର ପାଇଁ, ନିଜ ପାଇଁ, ଯାହା ଚିନ୍ତା କରିବେ ତାହା ପୂରଣ ହେବ। ଯଦି ସଜ୍ଜନ ନୁହନ୍ତି, ମାନେ ସଚିନ୍ତା କରୁନାହାନ୍ତି, ଖାଲି ସ୍ୱାର୍ଥପର, ମାନେ ମୋ ଭଳିଆ ଖାଲି ଆପଣା ଚିନ୍ତା କରୁଛନ୍ତି, ତାହା ମଧ୍ୟ ପୂରଣ ହେବ। ହେଲେ ଭାଇ, ସ୍ୱାର୍ଥପର ହୁଅନ୍ତୁ
କିନ୍ତୁ କାହାର କ୍ଷତି ଚିନ୍ତା କରନ୍ତୁ ନାହିଁ, କାରଣ ଅନ୍ୟର କ୍ଷତି କାମନା ଅର୍ଥ ଆମର 6 ଗୁଣ କ୍ଷତି ହେବ। ଏଇଟା ପରୀକ୍ଷା କରି ଦେଖିଥିବେ। ଆଜି ଗୋଟେ ଚେଷ୍ଟା କରୁନାହାନ୍ତି, ଜଣଙ୍କ ନିର୍ଦ୍ଦୋଷ, ଯିଏ ନିର୍ଦ୍ଦୋଷ ତାର ଟିକେ କ୍ଷତି କରି ଦେଖନ୍ତୁ, ତା ବିଷୟରେ ଟିକେ ଚିନ୍ତା କରନ୍ତୁ। ଆପଣ ଜାଣିବାରେ ଯିଏ ଭଦ୍ରଲୋକ, ଯିଏ ଶାନ୍ତ ଶିଷ୍ଟ ଉଦାର କାନ୍ତ କମନୀୟ, ତା ବିରୁଦ୍ଧରେ ଟିକେ କଳ୍ପନା କରନ୍ତୁ ତ ଦେଖିବେ କିନ୍ତୁ 6 ଗୁଣ କ୍ଷତି ନ ହେବ ଆପଣଙ୍କର। 6ଟା କ୍ଷତି ହେଇଯିବ ବାସ୍। ସୁତରାଂ ଆଜି ଆପଣ ଅସାଧ୍ୟ ସାଧନ କରିବେ, ଯାହା ଚାହିଁବେ ତାହା କରିପାରିବେ, ଖୁସି ହେବେ, ଆନନ୍ଦ ବାଣ୍ଟିବେ। ଯଦି ସାଧାରଣ ବ୍ୟକ୍ତି, ସେ ବିବିଧ ଲାଭ ଓ ସୁଖ ପାଇବେ, ନିରୋଗ ରହିବେ, ଧନ ଜନ ଗୋପ ଲକ୍ଷ୍ମୀରେ ଘର ପୁରିଯିବ। ଏଥିପାଇଁ ଉଦ୍ୟମ ଓ ଉଦ୍ଯୋଗ ଆବଶ୍ୟକ। ଭଲ ଦିନ ମନସ୍କାମନା ପୂର୍ଣ୍ଣ ହେବ। ତୁଳା ରାଶିର ସମସ୍ତେ ଭଲ ହୁଅନ୍ତୁ ନା। ଆଜି ସମସ୍ତେ ଭଲ ଫଳ ପାଇବେ ପରା, ଏଇଟା ବିଧିବିଧାନ। ଆଉ ଯଦି ଭଲ ନ ହେବେ ମୁଁ କ'ଣ କରିବି? ଏବେ ଆଲୋଚନା କରିବା ବିଛା କଥା। 29 ତାରିଖ ଶୁକ୍ରବାର, ବିଛା ରାଶିର କ୍ଲେଶକାରକ ଦିନ। ଶାରୀରିକ ବ୍ୟାଧି, ମାନସିକ ଦୁଶ୍ଚିନ୍ତା, ବୃଥା ବଦଖର୍ଚ୍ଚ ପାଇଁ ଅଶାନ୍ତ ବୋଧ ହେବ। ଆୟ ଅମଳ ଦ୍ୱାର ପ୍ରାୟ ବନ୍ଦ, ଦୂରଯାତ୍ରା ନିଷେଧ। ସ୍ୱାସ୍ଥ୍ୟ ଓ ସମ୍ମାନ ହାନି ହେବ। ଉପସ୍ଥିତ ବୁଦ୍ଧି କାମ ଦେବନି। କେହି ଈର୍ଷାଳୁ ଥଟ୍ଟା କରିବେ। ଆଜି ଘାତ ବାର, ଟିକେ ସାବଧାନ ରହିଲେ ଭଲ। ଘାତ ବାର। ଧନୁ କଥା। 29 ତାରିଖ ଶୁକ୍ରବାର, ଧନୁ ରାଶି, ମୂଳା ନକ୍ଷତ୍ରର ଦିନ 10ଟା 38 ଯାଏ ଶୁଭ। ଆଜି ଘାତ ବାର, ଧନୁ ରାଶିର ବି ଘାତ ବାର, ଟିକେ ସାବଧାନ ରହିଲେ ଭଲ। ଆଜି ପାଇଁ ଅମଳ ବଢ଼ିଆ ହେବ। ସୁଖ ସମ୍ଭୋଗ ନେଇ ଭାଗ୍ୟଲକ୍ଷ୍ମୀ ଦ୍ୱାର ଖୋଲ ଖୋଲ ବୋଲି ଡାକିବେ। ଯଦି ଆପଣ ଯଥୋଚିତ ଶାରୀରିକ ଓ ମାନସିକ ଶ୍ରମ କରିପାରିବେ, ବୁଦ୍ଧି ବିଦ୍ୟା ବିବେକର ବିନିଯୋଗ କରିପାରିବେ, ତେବେ ସବୁ ପ୍ରକାର ଲୌକିକ ସୁଖ ପାଇବେ। ଧନୁ ରାଶି ପାଇଁ ବଢ଼ିଆ ଦିନ। ଡାଇରେକ୍ଟ ଇନଡାଇରେକ୍ଟ ଦୁଇଟା କଥା ଅଛି ବ୍ୟାକରଣରେ। ମାନେ ଆଜି ଧନଲକ୍ଷ୍ମୀ ଆସି ତୁମ ପାଖରେ ଲୁଚୁକାଳି ଖେଳିବେ, ତୁମ ଆଖି ଆଗରେ ଦେଖେଇ ଦେବେ ମୁଁ ବାଣ୍ଟୁଛି ନେ। ଅର୍ଥାତ୍ ଆନ ଚିନ୍ତା ନ କରି, ପର ଚିନ୍ତା ନ କରି ଘର ଚିନ୍ତା କର। ତୁ ଧନ ଚିନ୍ତା କର। ତୋ ବୁଦ୍ଧି ତତେ ଯାହା ମୁଁ ଦେଇଛି, ବୁଦ୍ଧି ବିବେକ ଜ୍ଞାନ, ତାକୁ ଟିକେ ବିନିଯୋଗ କର। ମାନସିକ ଶାରୀରିକ ପରିଶ୍ରମ କର। ଦେଖେ, ଆଖି ମେଲା କରି ଦେଖେ, ମୁଁ ପା ତୋ ଆଗରେ ଠିଆ ହେଇଛି। ତେଣୁ ନେ, ମୋତେ ନେ, ଘରକୁ ନେ, ରଖ, ସାଇତି ରଖ, ସଞ୍ଚୟ କର ଇତ୍ୟାଦି। ଆଉ ଯିଏ ଆଖି ବୁଜିବ, ଅନ୍ଧ ଭଳି ଅଭିନୟ କରିବ, ଅଳସ ହେବ, କର୍ମକୁଢ଼ି ହେବ, ଚେଷ୍ଟା କରିବନି, ସେ ପରେ ପସ୍ତେଇବ, କାନ୍ଦିବ। ବାସ୍, ଇଏ ଗଲା ଧନୁରାଶି କଥା। ମକର କଥା। 29 ତାରିଖ ଶୁକ୍ରବାର, ମକର ରାଶି, ଉତ୍ତରାଷାଢ଼ା ନକ୍ଷତ୍ରର ଦିନ 10ଟା 38 ଯାଏ ଶୁଭ। ଇଏ ପୃଥିବୀକୁ କର୍ମଭୂମି କରାଯାଏ। କ'ଣ କୁହାଯାଏ? କର୍ମଭୂମି। ଏଠିକି ଆମେ ସମସ୍ତେ ଆସିଛେ କର୍ମ କରିବା ପାଇଁ। ଯିଏ ଅଳସୁଆ ହେବ ଏବଂ ଲୋକଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦିବ ଯେ ମୁଁ କ'ଣ କରିବି, ମୁଁ ପାରୁନି, ସିଏ ହିଁ ଦୁଃଖ ଭୋଗିବ। ଯିଏ କର୍ମଠ, ଯିଏ କର୍ମରଙ୍କ, ଯିଏ କର୍ମ ପରେ କର୍ମ କରିଚାଲିବ, ଦୁଃଖ ତା ପାଖକୁ ଆସିଲେ ବି ହାରିଯିବ। ସେଥିପାଇଁକି ଏ ପୃଥିବୀ କର୍ମଭୂମି କୁହାଯାଏ। କର୍ମଭୂମି
ଆପଣମାନଙ୍କୁ ଆଜି ମାନେ ଶୁକ୍ରବାର ବିବିଧ କୌଳିକ ମୌଳିକ ଦୈହିକ ବୌଦ୍ଧିକ ଆର୍ଥିକ ପାରିବାରିକ କର୍ମ ମିଳିଯିବ। ଆପଣଙ୍କୁ ତାପରେ ଦୁନିଆ କାମ ଆଜି ମିଳିବ। ଆପଣ ଯଦି ଚଳଚଞ୍ଚଳ ରହିବେ, କର୍ମଚଞ୍ଚଳ ରହିବେ, ତେବେ ନିରୋଗ ହେଇଯିବେ, ଧନୀ ହେଇଯିବେ, ସୁସ୍ଥ ହୋଇଯିବେ, ଲୋକ ସମ୍ପର୍କ ବଢ଼ିଯିବ। ସମସ୍ତେ ଆପଣଙ୍କୁ ଦେଖି ଅନୁକରଣ କରିବେ, ବାରେ କ'ଣ ନକଲାମ, କେତେ ବୁଦ୍ଧିମାନ ଇଏ, କେଡ଼େ କର୍ମଠ ଏଇ ତ ଭାଗ୍ୟବାନ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଆସନ୍ତୁ ଯିବା କୁମ୍ଭ ପାଖକୁ। 29 ତାରିଖ ଶୁକ୍ରବାର, କୁମ୍ଭ ରାଶି, ଧନିଷ୍ଠା ନକ୍ଷତ୍ରର, ଦିନ 10ଟା 38 ଯାଏ ଶୁଭ। ସାହିତ୍ୟିକମାନେ କହନ୍ତିନି, କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ, କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ, କହିଲେ କହିବ କହୁଛି ଆଉ ଇତ୍ୟାଦି। ଏଥିପାଇଁ ଆପଣ ଚୁପ୍ ରହନ୍ତୁ, କାହାକୁ କିଛି କହନ୍ତୁନି। ଆପଣଙ୍କ ପାଟି ଖୋଲିଲେ ଲୋକେ ଆପଣଙ୍କୁ ଅପମାନିତ କରିବେ। ପାଟି ଖୋଲନ୍ତୁନି, ସବୁ ଶୁଣନ୍ତୁ। ଦିଟା କାନରେ ଦି ପଟରେ ଯେଉଁ ଧ୍ୱନି ଆସୁଛି ଶୁଣନ୍ତୁ। ଶୁଣିକିରି ପୁରା କାଲ ଅଭିନୟ କରନ୍ତୁ। କିଛି ଆପଣଙ୍କୁ ଶୁଭୁନି, ଟିକେ ହସି ଦିଅନ୍ତୁ ନା, ଦୁଃଖ ତା ବାଟରେ ପଳେଇବ। ଯଦି କଥା ଧରିବେ, କଥା ମାଜିଲେ ଗୁରୁ, ସୂତା ମାଜିଲେ ସରୁ, ତାହେଲେ ଇତ୍ୟାଦି ଆଉ ଯାହା ହେବା କଥା ହେବ। ଆଉ ତେଣୁ ଚୁପ୍ ରୁହନ୍ତୁ, କାରଣ ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା, ଅପମାନ ମିଳିବାଟା ନିଶ୍ଚିତ। ବାହାର ଲୋକ ତ ଅପମାନ ଦେବେ, ଈର୍ଷାଳୁ ହିଂସ୍ରୁକ ବ୍ୟକ୍ତି ତ ଅପମାନିତ କରିବେ। ପରଶ୍ରୀ କାତର ଲୋକ ତ ଆପଣଙ୍କୁ ସହିପାରୁନାହାନ୍ତି। ହେଲେ ଆପଣ ଟିକେ ଛାତିରେ ହାତ ଦେଇ କହିଲେ, ମୋ ଆଖିରେ ଆଖି ମିଳେଇ କହିଲେ, ଆପଣ ନିଜେ ଭଲ ତ? ଯଦି ଭଲ, ତାହେଲେ ଆପଣଙ୍କୁ ଯେଉଁମାନେ ଅପମାନିତ କରିବାକୁ ଚାହିଁବେ ସେ ଥଟ୍ଟାରେ ଯିବେ। ଯଦି ସତରେ ଆପଣ ଖରାପ ଲୋକ, ଆଜି ସାବଧାନ ରୁହନ୍ତୁ, ଆପଣଙ୍କୁ କନ୍ଦେଇ ଦେବେ ଏଇମାନେ। ତେଣୁ ଜଗି ରଖି ଚଳନ୍ତୁ, ଅପମାନ ମିଳିବା ନିଶ୍ଚିତ। ସେଇଭଳି ପରିସ୍ଥିତି ସୃଷ୍ଟି ହେବ। ଆୟ ଅମଳ ନାହିଁ। ବାସ୍ ଦେହ ପା ଠିକ୍ଠାକ୍ ରହିବ। ମୀନ ପାଖକୁ ଯିବା। ମୀନର ଶୁକ୍ରବାର ଦିନ ଆଦୌ ଭଲ ଦିନ ନୁହଁ। କାହିଁକି ନା, ଏକରେ ମୀନ ରାଶି ପାଇଁ ଆଜି ପ୍ରଥମେ ଭଲ ଖବର ହେଲା। 29 ତାରିଖ ଶୁକ୍ରବାର, ମୀନ ରାଶି, ପୂର୍ବଭାଦ୍ର ନକ୍ଷତ୍ରର, ଦିନ 10ଟା 38 ଯାଏ ଶୁଭ। ଆଜି ଘାତବାର, ଅଷ୍ଟମ ଚନ୍ଦ୍ର, ଜନ୍ମ ଶନି, ଦ୍ୱାଦଶ ବୃହସ୍ପତି, ଚତୁର୍ଥ ଭୁଲ କହିଲି। ଆଜି ଘାତବାର, ଜନ୍ମ ଶନି, ଦ୍ୱାଦଶ ରାହୁ, ଚତୁର୍ଥ ବୃହସ୍ପତି, ଏଇଭଳି ଗ୍ରହମାନେ ଆଜି କ'ଣ ଶୁଭଫଳ ଦେଇପାରିବେ। ତେଣୁ ଦିନଟି ଆଦୌ ଭଲ ନୁହଁ। ସୁତରାଂ ଏଣୁ ଆଜି ବିବିଧ ଅସୁବିଧା ହେବ। ଯୁଦ୍ଧ ବା କଳହ ହୋଇଯାଇପାରେ। ଈର୍ଷାଳୁ ହିଂସ୍ରୁକ ଜନତା ଆଜି ହଇରାଣ କରିପାରନ୍ତି। ଧକ୍କା ଭୟ ଅଛି। ଶରୀର ଅସୁସ୍ଥ ହେବ, ବୃଥା ବ୍ୟୟ ହେବ। ତେଣୁ ଦିନଟି ଦୁଃଖପ୍ରଦ ଅଟେ। ଦୂରଯାତ୍ରା ନ କଲେ ଭଲ। ଯାନବାହନ ଚଳେଇଲେ ଧୀରେ ଧୀରେ ବାଁ ପଟରେ ଯିବେ, ତରବର ହେବେନି। ଆଗ ପିଲା ମୋତେ ଟପି ଦେଇ ପଳେଇଗଲା, ମୋବାଇଲ କାନରେ ଜାକିକି ଜମା ଗାଡ଼ି ଚଲେଇବେନି। ଆଜି ଧକ୍କା ନିଶ୍ଚିତ ହେବ। ଯେଉଁଠି ଫୋନ୍ ଆସିଲା, ଯଦି ଜରୁରୀ ମନେ କରିବେ, ଗାଡ଼ି ବନ୍ଦ କରିକି ଫୋନ୍ କରିବେ। ନହେଲେ ଗୋଟରୁ ଫୋନ୍ ଉଠେଇବେନି। ଯଥାସ୍ଥାନରେ ପହଞ୍ଚିଲା ପରେ ଫୋନ୍ ଉଠେଇବେ। ସାବଧାନ କରିଦିଆଗଲା। ଯଦି କଥା ନ ମାନିବେ, ମୁଁ କ'ଣ କରିବି? ରହିଲି ବନ୍ଧୁ, ଆଜି ଏତିକି। ପୁଣି ଈଶ୍ୱରଙ୍କର ଦୟା ହେଲେ ଆମେ ଦୁଃଖ ସୁଖ ହେବା। ନମସ୍କାର।